ବନ୍ଧୁ ମଣିଷ ରୂପରେ ନରରୂପୀ ରାକ୍ଷସ ବୁଲୁଛନ୍ତି। ହଜିଗଲାଣି ମାନବିକତା, ମରିଗଲାଣି ମଣିଷ ପଣିଆ। ସାମ୍ବାଦିକତାକୁ ଅସ୍ତ୍ର କରି ଲୁଟେରା ସାଜିଛନ୍ତି କିଛି ଅସାମାଜିକ ବ୍ୟକ୍ତି। ତା ଆମେ ଏଇଥିପାଇଁ କହୁଛୁ ଦର୍ଶକ ବନ୍ଧୁ, ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଏବେ ଦୁଇ ଜଣ ସାମ୍ବାଦିକକୁ ନେଇକି ବେଶ୍ ଚର୍ଚ୍ଚା ହେଉଛି। କାରଣ ଦୁଇ ଜଣ ଯାକ ମେନ୍ ଷ୍ଟ୍ରିମ୍ରେ କାମ କରୁଛନ୍ତି, ବଡ଼ ଚ୍ୟାନେଲରେ କାମ କରୁଛନ୍ତି। ଆଉ ବଡ଼ ଚ୍ୟାନେଲର ସୁଯୋଗ ନେଇ ନିରୀହ ସରଳ ବ୍ୟକ୍ତିମାନଙ୍କୁ ଫସାଉଛନ୍ତି ଆଉ ବ୍ଲାକମେଲିଂ କରି ଲକ୍ଷାଧିକ ଟଙ୍କା ସେମାନଙ୍କଠାରୁ ଝାମ୍ପି ନେଉଛନ୍ତି। ଯେତେ ଗୋଡ଼ ଧରିଲେ କାନ୍ଦିଲେ ମଧ୍ୟ ସେମାନଙ୍କ କଥାକୁ କେହି ଶୁଣୁନାହାନ୍ତି। ତ ବନ୍ଧୁ ଚର୍ଚ୍ଚା ଏମିତି ହେଉଛି କି ଦୁଇ ଜଣ ଅସାମାଜିକ ସାମ୍ବାଦିକ ଯିଏକି ମେନ୍ ଷ୍ଟ୍ରିମ୍ରେ କାମ କରୁଛନ୍ତି, ସେମାନେ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବା କିଛି ମହିଳାଙ୍କୁ ଧରି ନିଶାନା ସଜାଉଛନ୍ତି ସେହି ଲୋକଙ୍କୁ ଯିଏ ସରଳ, ନିରୀହ, ନିଷ୍କପଟ ଏବଂ ଯେଉଁମାନେ କି ଏକ ଭଲ ଷ୍ଟେଜ୍ରେ କାମ କରୁଛନ୍ତି, କିଛି ପଇସା ଇନକମ୍ କରୁଛନ୍ତି, ସେମାନଙ୍କୁ ନିଶାନା ସଜାଉଛନ୍ତି ସେହି ମହିଳାଙ୍କ ମାଧ୍ୟମରେ। ଆଉ ପରବର୍ତ୍ତୀ ସମୟରେ ସେମାନଙ୍କ ନାଁରେ ମିଛ କେସ୍ର ଧମକ ଦିଆଯାଇ କୋଠାରୁ ଲକ୍ଷାଧିକ ଟଙ୍କା ଡିମାଣ୍ଡ କରାଯାଉଛି ଆଉ ପଇସା ଲୁଟି ନିଆଯାଉଛି। ସେ ଯେତେ ନେହୁରା ହେଲେ ମଧ୍ୟ, କାନ୍ଦିଲେ ମଧ୍ୟ ତାଙ୍କ କଥା ଶୁଣାଯାଉନି। ତେବେ ଦର୍ଶକ ବନ୍ଧୁ, এই ଦୁଇ ଜଣଙ୍କର କାର୍ଯ୍ୟକଳାପ ଏବେ ମାହାଙ୍ଗା ସାରା ଚର୍ଚ୍ଚାର ବିଷୟ ସାଜିଥିବା ବେଳେ ସାମ୍ବାଦିକତାକୁ ନେଇକି ଏବେ ପ୍ରଶ୍ନ ଉଠିଛି। ଏସବୁ ଦୃଶ୍ୟ ଯେତେବେଳେ ଦର୍ଶକ ବନ୍ଧୁ ସାମ୍ନାକୁ ଆସୁଛି, ନିହାତି ଭାବରେ ସମାଜରେ ଗୋଟେ ଖରାପ ଚିନ୍ତାଧାରାକୁ ଜନ୍ମ ଦେଉଛି କି ସାମ୍ବାଦିକ ଆଜି କେଉଁ ସ୍ତରକୁ ଖସିଯାଇଛି, କି ସାମ୍ବାଦିକମାନେ ବା ବଡ଼ ଚ୍ୟାନେଲର ବଳ ଦେଖାଇ ମୂର୍ଖ ସାମ୍ବାଦିକମାନେ କେତେ ତଳ ସ୍ତରକୁ ଖସୁଛନ୍ତି। ଲାଜ ଲାଗିବା ଦରକାର ସେଇ ବଡ଼ ବଡ଼ ଚ୍ୟାନେଲର ମାଲିକମାନଙ୍କୁ କି ଆପଣ କେଉଁଭଳି ଭାବରେ ଏଭଳି ରିପୋର୍ଟରମାନଙ୍କୁ ନିଜ ଚ୍ୟାନେଲରେ ରଖିଛନ୍ତି। କାରଣ ଏଇମାନଙ୍କ ପାଇଁ ଯେଉଁମାନେ ଭରସା କରି ସେଇ ଟିଭି ଚ୍ୟାନେଲକୁ ଦେଖୁଛନ୍ତି, ସେମାନଙ୍କର ପରବର୍ତ୍ତୀ ସମୟରେ ସେମାନଙ୍କର ନିହାତି ଭରସା ଭାଙ୍ଗିଯିବ ଏ ସତ ଜାଣିଲା ପରେ। ଆଉ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି, ଆପଣମାନଙ୍କୁ ହାତ ଯୋଡ଼ିକିରି ଅନୁରୋଧ କରୁଛି, ଆପଣମାନେ ଭୟଭୀତ ହୁଅନ୍ତୁନି। ଯଦି ଆପଣଙ୍କ ସହିତ ଏଭଳି ଘଟଣା ଘଟୁଛି, ଆପଣଙ୍କୁ କେହି ବ୍ଲାକମେଲିଂ କରୁଛନ୍ତି, ସାମ୍ବାଦିକ ଲକ୍ଷାଧିକ ଟଙ୍କା ଡିମାଣ୍ଡ କରୁଛନ୍ତି, ଲକ୍ଷାଧିକ ଟଙ୍କା, ତେବେ ଆପଣମାନେ ମୋତେ ଯୋଗାଯୋଗ କରନ୍ତୁ। ମୋ ନମ୍ବର 6372761397, ଏଇ ନମ୍ବରରେ ମୋତେ ଯୋଗାଯୋଗ କରନ୍ତୁ। ଆପଣଙ୍କୁ ଯଦି ମିଛ କେସ୍ର ଧମକ ଦିଆଯାଇ କୌଣସି ମହିଳା ଆପଣଙ୍କ ନାଁରେ ମିଛ କେସ୍ର ଧମକ ଦେଇ ପଇସା ମାଗୁଛନ୍ତି ଆଉ କେହି ସାମ୍ବାଦିକ ପହଞ୍ଚି ଆପଣଙ୍କୁ ଡିମାଣ୍ଡ କରୁଛନ୍ତି, ତେବେ ଆପଣ ଭୟଭୀତ ହୁଅନ୍ତୁନି, ମୋତେ ଯୋଗାଯୋଗ କରନ୍ତୁ। ମୁଁ ଆପଣଙ୍କ ପାଖରେ ପହଞ୍ଚିବି, କଥା ଦେଉଛି, ଜୀବନ ଚାଲିଯିବା ପର୍ଯ୍ୟନ୍ତ ମୁଁ ଆପଣଙ୍କ ସହିତ ଲଢ଼େଇ କରିବି। ଆଉ ଏଇ ଦୁଇ ଜଣଙ୍କୁ ଦଣ୍ଡ ଦେବା ସହିତ ସେହି ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବା ସେହି ମହିଳାଙ୍କୁ ମଧ୍ୟ ଧରିବା ପାଇଁ ସହଯୋଗ କରିବି। ମୁଁ ଏମାନଙ୍କ ଚେହେରା ଲୋକଲୋଚନକୁ ଆଣିବି, ଏମାନଙ୍କ ତଥ୍ୟ ଯେଉଁ ଯେତିକି ମୋ ହାତରେ ଲାଗିଛି ସେଟା ବି ଲୋକଲୋଚନକୁ ଆଣିବି, ଏମାନଙ୍କ ଚେହେରାକୁ ଆଣିବି, ଏମାନଙ୍କ ନାଁକୁ ଆଣିବି ସାମ୍ନାକୁ। ଆଉ ଏମାନଙ୍କୁ ଖୁବ୍ ଶୀଘ୍ର ଦଣ୍ଡ ମିଳିବା ଦରକାର। ଆପଣମାନେ ସତର୍କ ରୁହନ୍ତୁ, ନିଜ ଅଫିସରେ ସିସିଟିଭି ଫୁଟେଜ ଲଗାନ୍ତୁ। କାହିଁକିନା କୌଣସି ଯଦି ସନ୍ଦେହ ହେଉଛି, ଆପଣଙ୍କ ଅଫିସକୁ ଯଦି କୌଣସି ଅସାମାଜିକ ନାରୀ ଆସି ଆପଣଙ୍କୁ ଖରାପ ବ୍ୟବହାର କରୁଛନ୍ତି, ପରବର୍ତ୍ତୀ ସମୟରେ ଆପଣଙ୍କ ନାଁରେ ଯାଇକି ରେପ୍ କେସ୍ ଥାନାରେ ଦେଉଛନ୍ତି, ତୁରନ୍ତ ସତର୍କ ହୋଇକି ଆମକୁ ଜଣାନ୍ତୁ, ମୋତେ ଜଣାନ୍ତୁ। ମୁଁ ଆପଣଙ୍କୁ କଥା ଦେଉଛି, ଜୀବନ ଥିବା ପର୍ଯ୍ୟନ୍ତ ମୁଁ ଆପଣଙ୍କ ସହିତ ଲଢ଼େଇ କରିବି, ଯେ ପର୍ଯ୍ୟନ୍ତ ସେମାନଙ୍କୁ ଦଣ୍ଡ ନ ମିଳିଛି। ମୁଁ ଅନୁରୋଧ କରୁଛି, ସତର୍କ ରୁହନ୍ତୁ। କାରଣ ଏମାନଙ୍କୁ ଦଣ୍ଡ ଦେବାକୁ ହେଲେ ଆମକୁ ସାରଥୀ, ଈଶ୍ୱରଙ୍କ ସାରଥୀ ସାଜିବାକୁ ପଡ଼ିବ। ଭଗବାନ ଆମ ମାଧ୍ୟମରେ ହିଁ ଏମାନଙ୍କୁ ଦଣ୍ଡ ଦେବେ। ଆପଣ ଭୟଭୀତ ହୁଅନ୍ତୁନି, ମୋତେ ଯୋଗାଯୋଗ କରନ୍ତୁ। କଥା ଦେଉଛି, ଜୀବନ ଚାଲିଯିବ ପଛେ ମୁଁ ଏମାନଙ୍କୁ ଧରିବି ଆଉ ଏମାନଙ୍କର ଅସଲ ଚେହେରା, ଅସଲ ମୁଖା ଲୋକଲୋଚନକୁ ଆଣିବି ଆଉ ଏମାନଙ୍କୁ ଆଇନର ହାତରେ ବନ୍ଧା ପକାଇବା ପାଇଁ ଚେଷ୍ଟା କରିବି। 100% ମୁଁ କଥା ଦେଉଛି, ମୋ ଜୀବନ ଚାଲିଗଲେ ମଧ୍ୟ ଏମାନଙ୍କୁ ମୁଁ ଛାଡ଼ିବିନି। ଆପଣ ମୋତେ ସହଯୋଗ କରନ୍ତୁ, ଆପଣମାନଙ୍କର ସହଯୋଗ ମୋତେ ନିହାତି ଆବଶ୍ୟକ। କି ଆପଣମାନେ ଯେଉଁଠି ବି ଅଫିସ୍ କରିଛନ୍ତି, ସତର୍କ ରୁହନ୍ତୁ। ଆପଣଙ୍କର ଅଫିସରେ ସିସିଟିଭି ଲଗାନ୍ତୁ। ଯଦି କୌଣସି ମହିଳାଙ୍କ ଉପରେ ଆପଣଙ୍କୁ ସନ୍ଦେହ ହେଉଛି କି ଆପଣଙ୍କ ଆସି ଆର୍ଗୁମେଣ୍ଟ କରୁଛନ୍ତି, ତୁରନ୍ତ ସଚେତନ ହୁଅନ୍ତୁ, ଆମକୁ ଯୋଗାଯୋଗ କରନ୍ତୁ। ଯଦି ଆପଣଙ୍କ ନାଁରେ କୌଣସି ମିଛ କେସ୍ ମଧ୍ୟ ହେଉଛି, ଆମକୁ ଯୋଗାଯୋଗ କରନ୍ତୁ, ଆମେ ନିହାତି ସେ ଜାଗାରେ ପହଞ୍ଚିବୁ।